ମୁଁ ଆଗରୁ ଦିଥର ଏକ୍ଜାମ ଦେଇଥିଲି କିନ୍ତୁ ଏଥର ମୋର ସ୍କୋର 50 ହିଁ କ୍ରସ୍ କରୁନଥିଲା। ତାପରେ ମତେ ଜଣା ପଡୁଥିଲା କି ମୁଁ କିଛି ଗୋଟେ ତ ଭୁଲ କରୁଛି। ମୁଁ ହୁଁ ହୁଁ ଜାଣି ପାରୁନଥିଲି କି ମୁଁ କଣଟା ଭୁଲ କରୁଛି। ମୁଁ ବହୁତ ପରିଶ୍ରମୀ, ପୁରା ରାତି ସାରା ପଢିବା ଛୁଆ। ମତେ ବୋର ଲାଗେନି ପଢିବାଟା। ମୁଁ 10 ଘଣ୍ଟା ବି ନନଷ୍ଟପ ବସିକି ପଢ କହିଲେ ମୁଁ ପଢିଦେବି ୱିଦାଉଟ୍ ହେଜିଟେସନ ରେ। ହୁଁ 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 ତ ତାପରେ ବି ଇନଫରମେସନ ବହୁତ ଗେଦର କରିଛି ମୁଁ, କିନ୍ତୁ ମୋର ଆପ୍ରୋଚ ଭୁଲ ହେଇଯାଉଥିଲା ସବୁବେଳେ କି ମୁଁ କୋଉଠି ଗୋଟେ ଲ୍ୟାକ୍ କରି ଯାଉଥିଲି। ତ ଯେତେବେଳେ ଆପଣଙ୍କର ଫାର୍ଷ୍ଟ ଟାଇମ ମୁଁ ଯେତେବେଳେ ମାନେ ଦେଖିଲି ଭିଡିଓ ଗୋଟେ, ତ ମତେ ଫାର୍ଷ୍ଟ ଭିଡିଓରୁ ହିଁ ଲାଗିଲା କି ଏଇଟା ମୁଁ ମିଷ୍ଟେକ୍ କରୁଥିଲି ଯୋଉଟା ମତେ ଜଣା ପଡୁନଥିଲା। ଯୋଉ ଆପ୍ରୋଚ ଥିଲା ଏଲିମିନେଟ କେମିତି କରାଯିବ, କ୍ୱେଶ୍ଚିନ୍ କୁ କେମିତି ଆପ୍ରୋଚ କରାଯିବ, ଥିଓରି ପଢିଲା ବେଲେ ତା ରିଲେଟେଡ କ୍ୱେଶ୍ଚିନ୍ କୋଉଠି ଆସିଛି କି ନାହିଁ, କୋଉ କ୍ୱେଶ୍ଚିନ୍ ଆସିଛି, ତାର ପେରିଫେରି କେମିତି ଥିବ, ନେକ୍ସଟ କୋଉ ଭଳିଆ କ୍ୱେଶ୍ଚିନ୍ ଆସିପାରେ, ଏଇ ଯୋଉ ଆପ୍ରୋଚ ଥିଲା ଏଇଟା ମୁଁ ଲ୍ୟାକ୍ କରି ଯାଉଥିଲି।